कटक बिरीबाटी देवपुर गाँव में एक अभावनीय घटना युवक को गला काटी हत्या करा जायछि। युवकर ना सरोज भोई गत 24/5/2024 राति 12टा समय रे प्रत्येक दिन भली गाड़ी चलेबा पई जाऊ जाऊ फेरी नथिले। 25/5/2024 सकाळ 6:30 समय रे माउसी पड़िया को शौच होबा को गला बेले देखिले सरोज कण एठी रक्त जुड़बुड़ अवस्था रे पड़ी। तापरे तुरंत जाई गाँ लोक एवं तांको परिवार को जणाइले। तांको स्त्री और तांको बड़ भाई शांतनु आसी देखिले आम सरोज आउ नाही, किए ताको गला काटी हत्या करिछि। तापरे पुलिस आसी प्राथमिक तदंत कले। माने 24 तारीख दिन राति 10:30 आपण ये आसिले। हाँ से संध्या ड्यूटी पड़े आसते संध्या बेले आसे छकू गले छकू 9:30 बेले आसले आसिक घर बुली बाड़ी पुणी गले पुणी 10:30 बेले आसले खाइले पीले शोले से ड्यूटी बाहर पेड़ साड़ पिंधिकी गले। ड्यूटी केउ टाइम रे बाहरले से तो 12टा 12:30 ओ राति रे बाहर चंदी ड्यूटी बाहर के तो जाई तापर आपण सकाळ कोन खबर पाइले। सकाळ आसी से पुत्र हमर जने कहले कोन कहले बो आसी कभार बाड़ी लाल बो आसी देखला से कहले जे तुम पुओ सेठी कोन एते पहुंच बोली तो तापर देखला को ठीक आमे चाहू ये सब जिन समाधान हवा पे एटा सेकंड टाइम न हो गल बसन मां एडी बसले एडी बसन कोन पुओ को जे मारे जीवन सेती दरकार आ किती दरकार नै जे निया दरकार मो पुओ को जे दंड पाउ मो पुओ को जे मारी दी आ मोर किती दरकार नै वो राजा भैया पुओ को जे मारे ना पार्टी टिके दया करे बाबू खोजुछ बापा कुआडे गले जानी पारु नै जी किछि जेंत अपराधी की जेंत आमे चाहतु अपराधी की दंड मिले दंड जेंति मिलु अपराधी की न्याय आब दरकार आज न्याय न मिलिबो तारे दुनिया कोन बुझु आ ताले आईन कानून किछि त नुता माने ताले आमे गरीब गुरुवा आईन कानून दे धरु आईन कानून दे न बुझिबो ताले से की आईन कानून हां बाध्य होई कि आमे ये कि रही कोन करिवो तो परिचय देबे। हां सर
କଟକ ପୂର୍ବଥର ସରପଞ୍ଚ 2007। ଆଚ୍ଛା କ'ଣ ହେଇଛି? ସକାଳ ବହୁତ ମୁଁ 7:30 ବେଳେ ଆସିଥିଲି, ଆଜ୍ଞା ଶୁଣିଲି ସରୋଜକୁ ମାରିଦେଇଛି। ଆଇଲି ମୁଁ ଦେଖିଲି ସେ ଶୋଇଛି, ମରଣ ଅବସ୍ଥାରେ ଶୋଇଛି। ଆଚ୍ଛା ଏସିପି ସାହେବଙ୍କୁ ମୁଁ ଫୋନ କରିଛି। ଆଚ୍ଛା ଆପଣ ଖବର କେମିତି ପାଇଲେ? ମୁଁ ଆସିଥିଲି ବୁଥକୁ ଏଜେଣ୍ଟ ବସେଇବା ପାଇଁ। ଆଚ୍ଛା ମୋ 116 ନମ୍ବର ବୁଥ୍ 157 ବୁଥ୍ ମୁଁ ଆସିଥିଲି ଏଜେଣ୍ଟ ବସେଇବା ପାଇଁ। ସେଇଠି ଖବର ପାଇଲି ଯେ ମରିଯାଇଛି ପିଲାଟି। ସେଇଠୁ ଭୋଟ କେନ୍ଦ୍ର ମୁଁ ଯାଇନି, ତାଙ୍କରି ମାନଙ୍କ ପାଖରେ ବସିଛି। ଏମାନେ କହିଲେ ଆମେ ବୁଥ୍ ବନ୍ଦ କରିବୁ, ମନା କଲି ବୁଥ୍ ବନ୍ଦ କର ନାହିଁ, ଆଇନଗତ ଖରାପ। ଆଜ୍ଞା ଏଠି ବସିଲି, ଏସିପି ଆଇଲେ, ଆଡିସନାଲ ଡିସିପି ଅନିଲ ସାର୍ ଆଇଲେ, ଡିସିପି ସାର୍ ଆଇଲେ, ସାଇଣ୍ଟିଫିକ୍ ଟିମ୍ ଆଇଲା, ସମସ୍ତେ ଆସିଲେ। ଆଚ୍ଛା କ'ଣ ଭାବୁଛନ୍ତି ଆପଣ ଏଇ ଆର ମୂଳ କାରଣ କ'ଣ? କିଛି ଶତ୍ରୁତା ପୂର୍ବ ଶତ୍ରୁତା ଥିଲା କି? କିଛି ଆମେ ଜାଣିପାରୁନୁ, ଏଇଟା ଆଇନ ବୁଝିବ, ତାର ପୂର୍ବ ଶତ୍ରୁତା ନାହିଁ। ଗୋଟିଏ କହୁଛେ ଏଠି ଗାଇଲୁ, ଆମେ ଦୋଷୀ କିଏ ଜାଣିନୁ, ସେଇଟା ପୋଲିସର କାମ। ପୋଲିସ ଯଦି ଆମ ଦିନେ ମାଟିଆ ପୋଷାକ ପୋଷେଇ ଦିଅନ୍ତୁ, ପିନ୍ଧେଇ ଦିଅନ୍ତି, ଆମେ ଆଇନ ଜାଣିଛୁ। ଗୋଟିଏ ଅନେକ କରୁଛୁ ଆପଣଙ୍କ ମିଡ଼ିଆ ମାଧ୍ୟମରେ, ଆକୁ ଶଙ୍ଖା ଦବ କିଏ, ଆଉ ମୁଣ୍ଡ ସିନ୍ଦୁର ଦବ କିଏ, ଆଉ ପେଟରେ ବଢୁଥିବା ଛୁଆକୁ ନ୍ୟାୟଟା ଦବ କିଏ? ଆମେ ଭଗବାନ ଡାକୁଛୁ, ଗର୍ଭରେ ଥିବା ଛୁଆଟି କେମିତି ନ୍ୟାୟ ପାଉ, ଛୁଆଟି ନ୍ୟାୟ ପାଉ, ମୋ ଭଉଣୀଟି ନ୍ୟାୟ ପାଉ। 11 ଦିନ ହେଇଗଲା, 48 ଘଣ୍ଟା 48 ଘଣ୍ଟା ଭିତରେ ଆମେ ବୁଝିବୁ, କିନ୍ତୁ ଆଜି 480 ଘଣ୍ଟା ହେଇଗଲା ଆମେ ନ୍ୟାୟ ପାଉନୁ। ଆଜି ପ୍ରତିଶୋଧ ଦଉଛୁ, ନ୍ୟାୟ ନ ପାଇବୁ, ସାବିତ୍ରୀ ଅମାବାସ୍ୟା ଦିନ ଆତ୍ମହୂତି ଦେବୁ ଆମେ ସମସ୍ତେ। ଧନ୍ୟବାଦ। ଭାଇ ଆପଣ ପରିଚୟଟା ଦିଅନ୍ତୁ। ମୃତଦେହ ସରୋଜ କୁମାର ଭାଇର ମୁଁ ବଡ଼ ଭାଇ ହେଉଛି। ଆଜ୍ଞା ଆଜ୍ଞା ଆପଣ ପ୍ରଥମ ଖବର ପାଇଲେ ସରୋଜର ଏମିତି ମୃତଦେହ ପଡ଼ିଛି, ଆଜ୍ଞା କେମିତି ଖବର ପାଇଲେ? ସେ ଜଣେ ସ୍ତ୍ରୀ ଲୋକ ଯାଇଥିଲେ, ଝାଡ଼ା ଯାଇଥିଲେ, ଆଜ୍ଞା ସେ ଦେଖିକିରି ଆଉ ଜଣେ ପୁରୁଷ ଲୋକ କହିଲେ ଗଣେଶ ବୋଇ ବୋଲିକି, ସେ ଯାଇ ଦେଖିଲେ ଯେ ସେମାନେ ମାନେ କନଫର୍ମ କଲେ ଯେ ସରୋଜର ମୃତଦେହ ବୋଲିକି। ଆଚ୍ଛା ତାପରେ 2 ଜଣ ଯାକ ଆସି ଦୌଡ଼ିକି ଆସି ଆମ ଘରେ ଆସି କହିଲେ। ତାପରେ ସବୁଠୁ ଆମେ ଦୌଡ଼ା ଦୌଡ଼ି ଦେଖିଲା ବେଳକୁ ସରୋଜର ମୃତଦେହ ହିଁ ପଡ଼ିଛି। ଆଚ୍ଛା ତାର ଗଳା କଟା ହେଇଛି, ଆଉ ସେ ହିରୋ ଉପରେ ହିଁ ଶୋଇଛି, ସେ ଅବସ୍ଥାରେ ହିଁ ଶୋଇଛି। ଆଚ୍ଛା ଇଏ ଭାବୁଛନ୍ତି କ'ଣ ପୂର୍ବ ଶତ୍ରୁତାରେ କିଛି ହେଇଛି ନା କ'ଣ? ଆଜ୍ଞା ସବୁ କିଛି ଆମେ ପୋଲିସ ଆଗରେ ଜଣେଇ ଦେଇଛୁ। ପୂର୍ବ ଶତ୍ରୁ ଆମେ 30 ବର୍ଷର କେସ୍ ବି ଆଜ୍ଞା ଆଇଆଇସି ପଚାରିଲେ ଆମକୁ, ମୁଁ ଆଜ୍ଞା ଟିକେ ନିକେଇ ସବୁ କଥା ହିଁ କହିଦେଇଛି। ତାର ବି ଶତ୍ରୁତା ବୋଲି କିଏ ବି ଗାଁରେ କେହି ନାହାନ୍ତି। ସେ ଆଜ୍ଞା ସାଙ୍ଗେ ସାଙ୍ଗେ କିଛି ସେଇ ସମୟରେ ଝଗଡ଼ା ଯଦି ଗଲା ବୋଲି ପାଟିନ କିଛି ହୁଏ, ତା ପରବର୍ତ୍ତୀ ସମୟରେ ସେଇ ହିଁ ତାକୁ ହିଁ ମିଶାମିଶି କରିକିରି ସମାଧାନ କରିବେ। ତାର ଆଜ୍ଞା ସେମିତି କିଛି ଆମେ ଏଇ ଫିଲ୍ କରୁଛୁ, କିନ୍ତୁ ଯଦି ଲୋକ ଶତ୍ରୁତା କରିକି ତାକୁ ଏ ଘଟଣା ଘଟେଇଥିବେ ଆଜ୍ଞା ତା ଆମେ ଅସ୍ପଷ୍ଟ। ହତ୍ୟାକାଣ୍ଡର କିଛି ରହସ୍ୟ ଏପର୍ଯ୍ୟନ୍ତ କିଛି ଜଣାପଡ଼ିନି। ଆଜ୍ଞା ଏପର୍ଯ୍ୟନ୍ତ ଯେ ଆଜି ହିଁ ତାର ଆଜ୍ଞା 11 ଦିନ ହେଇଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ପୋଲିସ କିଛି ତାର ସନ୍ଦେହ ହିଁ ପାଉନି। ସେଇଦିନ ହିଁ ଆଜ୍ଞା ଆମକୁ ହିଁ କହିଥିଲେ କି ଆମେ 24 ଘଣ୍ଟା 48 ଘଣ୍ଟା ଭିତରେ ହିଁ ଆମେ ଆସାମୀକି ଧରିବୁ ବୋଲି କହିଥିଲେ। ଆଜ୍ଞା 48 ଘଣ୍ଟା ବୋଲିକି ଆଜି ଆଜ୍ଞା 11 ଦିନ ହେଇଗଲାଣି, ଏପର୍ଯ୍ୟନ୍ତ କୌଣସି ସମ୍ବନ୍ଧ ପାଇନାହାନ୍ତି ଏପର୍ଯ୍ୟନ୍ତ ପୋଲିସ ବାଲା। ବୁଝିଗଲା? ଆପଣ କ'ଣ ଚାହୁଁଛନ୍ତି? ଆଜ୍ଞା ଆମେ ନ୍ୟାୟ ଚାହୁଁଛୁ। ମୋ ଭାଇକି ଯିଏ ମୃତ୍ୟୁ ଇଏ କରିଛି ଆମେ ଚାହୁଁଛୁ ଆସାମୀ କେମିତି ଧରା ପଡ଼େ, କିନ୍ତୁ ପୋଲିସ ଏପର୍ଯ୍ୟନ୍ତ କିଛି ତାଙ୍କର ପଦକ୍ଷେପ ନେଇନାହାନ୍ତି ବୋଲି 5 ଜଣ ନେଇଥିଲେ, ତାକୁ ବି ଆଜ୍ଞା ଛାଡ଼ିଦେଲେନି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ପୋଲିସ ଆମକୁ ପ୍ରତିଶୋଧ ଠିକ୍ ଭାବରେ ଏପର୍ଯ୍ୟନ୍ତ ବି ଆମକୁ ଦେଉନାହାନ୍ତି ନା କିଛି କହୁନାହାନ୍ତି। ओडिशा प्लस खबर ही